ତ ଆମେ ଆଜି ପଢିବା କଣ ଷ୍ଟ୍ରକ୍ଚର ଅଫ ଆଟମ ରୁ ମୁଁ ବ୍ୟାଚ୍ ନାଁଟା ରଖିଛି ଶପଥ ବ୍ୟାଚ୍ ବୋଲି। କାହିଁକିନା ଆମେ ସମସ୍ତେ ଶପଥ ନେବା କି ପଢାଟା ଆମର କଣ୍ଟିନ୍ୟୁ ରହିବ, ରେଗୁଲାର ରହିବ, ଯେମିତି ଆମର ଗୋଟେ ପୋଷ୍ଟ ହାଇସ୍କୁଲରେ ରହିବା ଦରକାର। ତ ବେସିକ ବେସିକ ଜିନିଷ ଆମେ ଟିକେ ପଢିବା ଆଜି, ଯେମିତିକା ଡିସ୍କଭରି ଅଫ ନ୍ୟୁ ଇଲେକ୍ଟ୍ରନ ପ୍ରୋଟନ, ଏଗୁଡା ସବୁ ଥମସନ ମଡେଲ, ସବୁ ଆଟମିକ ପାର୍ଟିକଲ ର ଡିସ୍କଭର ଗୁଡାକ। ତ ଫାଷ୍ଟ ଆମେ ଯଦି ଦେଖିବା କଣ କହିଲେ ଡିସ୍କଭରି ଅଫ ଇଲେକ୍ଟ୍ରନ। ଇଲେକ୍ଟ୍ରନ ପୂର୍ବରୁ ଆକ୍ଚୁଆଲି କଣ ନା ସବୁ ଆଟମିକ ପାର୍ଟିକଲ ର ଡିସ୍କଭରି ହେବା ପୂର୍ବରୁ ଫାଷ୍ଟ ଆମର ଯୋଉ ରେକଗ୍ନାଇଜ୍ଡ ଯୋଉ ଆସିଥିଲା ମଡେଲ, ସେଇଟା ଆମେ କଣ କହିଲେ ଜନ୍ ଡାଲ୍ଟନ ଆଟମିକ ମଡେଲ। ଜାଣିଥିବେ 8, 9, 10 ରେ ପଢିଥିବେ ସମସ୍ତେ। ଜନ୍ ଆଟନ ଯୋଉ ଡାଲ୍ଟନ ବ୍ୟବହାର କରିଥିଲେ ଆଟମିକ ଥିଓରିଟା, ତାଙ୍କର କଣ ଥିଲା ନା ଥିଓରିଟା, ଏଇଟା ପଢିଆ ଟିକେ ଜାଣି ଦେଇଥାନ୍ତୁ। କଣ ନା ସେ କହିଥିଲେ କି ଦ ସ୍ମଲେଷ୍ଟ ଫଣ୍ଡାମେଣ୍ଟାଲ ପାର୍ଟିକଲ ଇନ ଦିସ୍ ୟୁନିଭର୍ସ ଇଜ ଆଟମ। ସେ କହିଥିଲେ କି ଆମର ସ୍ମଲେଷ୍ଟ ଫଣ୍ଡାମେଣ୍ଟାଲ ପାର୍ଟିକଲ ଟା ଆଟମ ବୋଲି କହିଥିଲେ। ଆଉ ତାକୁ ଆମେ କଣ କହିଥିଲେ, ଆମେ ଫର୍ଦର ତାକୁ ଡିଭାଇଡ କରିପାରିବା ନାହିଁ। କିନ୍ତୁ ସେଇଟା ତ ଟ୍ରୁ ନୁହେଁ, କାହିଁକି ନା ପରେ ସେଇଟା ଆମର ଆଟମ ଭିତରେ ଆମେ କଣ ଜାଣିଲେ ଇଲେକ୍ଟ୍ରନ ଅଛି, ପ୍ରୋଟନ ଅଛି, ଆଉ ନ୍ୟୁଟ୍ରନ ବି ଅଛି। ତାପରେ ଆଉ କଣ କହିଥିଲେ, ସେ କଣ କହିଥିଲେ, ଆଉ କଣ କହିଥିଲେ ନା ଡିଫରେଣ୍ଟ ଏଲିମେଣ୍ଟ କଣ ନା ଅଲୱେଜ ଡିଫରେଣ୍ଟ କହିଥିଲେ। କିନ୍ତୁ ସେଇଟା ବି ପସିବଲ ହେଲା ନାହିଁ, କାହିଁକି ନା ଡିଫରେଣ୍ଟ ଏଲିମେଣ୍ଟ ଯଦି ଆମେ କହିବା, ଡିଫରେଣ୍ଟ ଏଲିମେଣ୍ଟ ସବୁବେଳେ ଡିଫରେଣ୍ଟ ହବ ନାହିଁ। ଅଲୱେଜ ସେ କହିଥିଲେ କି ଡିଫରେଣ୍ଟ ଏଲିମେଣ୍ଟ ଅଲୱେଜ ଡିଫରେଣ୍ଟ। ମୁଁ ଏଟା ଖାଲି କହିଦଉଛି କାରଣ ଇଣ୍ଟ୍ରୋଡକ୍ସନ, ଆମେ ତାପରେ ସବୁ ଆଟମିକ ପାର୍ଟିକଲ ଇଲେକ୍ଟ୍ରନକୁ ପଳେଇ ଯିବା ଡିଫରେଣ୍ଟ ବୋଲି। କାହିଁକି ନା ତାପରେ ଆମର କଣ ପଳେଇ ଆସିଥିଲା ଆଇସୋବାର, ଯୋଉ ଇଣ୍ଟ୍ରୋଡକ୍ସନ ହେଇଯାଇଥିଲା, ଇଣ୍ଟ୍ରୋଡ୍ୟୁସ ହେଇଯାଇଥିଲା। ଆଇସୋବାର ଗୁଡା କଣ କହୁଥିଲା ନା ଯୋଉ ସେମ ମାସ ନମ୍ବର ଡିଫରେଣ୍ଟ କଣ ରହୁଥିଲା, ଆଟମିକ ନମ୍ବର ଡିଫରେଣ୍ଟ ହଉଥିଲା ସେଠି। ଆଉ ସେ କହୁଥିଲେ ସେମ ଏଲିମେଣ୍ଟ ଅଲୱେଜ ସେମ, ସେଇଟା ବି ଆମର କଣ ହେଇଥିଲା, ସେଇଟା ବି ଫେଲୁଅର ହେଇଗଲା। କାହିଁକି ନା ତାପରେ ଆଇସୋଟୋପ ବି ଡିସ୍କଭର ହେଇଗଲା, ସେମ ଆଟମିକ ନମ୍ବର ଡିଫରେଣ୍ଟ ମାସ ନମ୍ବର। ତେଣୁ ଏଗୁଡା ସବୁ ତାଙ୍କର ସବୁ କଣ ହେଇଗଲା, ତାଙ୍କର ଫେଲୁଅର ହେଇଗଲା। କାହା ଥିଓରିଟା, ଜନ୍ ଡାଲ୍ଟନଙ୍କର ଥିଓରି। ଜନ୍ ଡାଲ୍ଟନଙ୍କ ଥିଓରିଟା ଫଲ ହେଇଗଲା। ତେଣୁ ସେଇଠୁ ଆମର ଇଣ୍ଟ୍ରୋଡକ୍ସନ ହେଇଗଲା କଣ ନା ଆମର ଯୋଉ ସବ ଆଟମିକ ପାର୍ଟିକଲ ର ଆସିଲା। ସବ ଆଟମିକ ପାର୍ଟିକଲ, ଫାଷ୍ଟ ଆମେ ସବ ଆଟମିକ ପାର୍ଟିକଲ ଦେଖିବା ଡିସ୍କଭରି ଅଫ କଣ ଆସିବ ଇଲେକ୍ଟ୍ରନ। ଇଲେକ୍ଟ୍ରନ ଡିସ୍କଭରି କ୍ରେଡିଟ କାହାକୁ ଯାଏ ନା ଇଲେକ୍ଟ୍ରନ ର ଡିସ୍କଭରି ପାଇଁ କହିପାରିବେ କାହାକୁ ଯାଏ? ଜେ ଥମସନ କୁ ଯାଏ ହେଲା। କିନ୍ତୁ ଆକ୍ଚୁଆଲିରେ ଯେକୌଣସି ଜିନିଷଟା ଆମର ଯଦି ଡିସ୍କଭରି ହଉଛି, ସେଇଠି ଜଣେ ହିଁ ନଥାଏ, ସେଠି 2, 3 ଜଣ ହିଁ ସାଇଣ୍ଟିଷ୍ଟ, କେତେ ଜଣ ବି ସାଇଣ୍ଟିଷ୍ଟ ପୁରା ୟୁନିଭର୍ସ ହିଁ ଲାଗିଯାଆନ୍ତି କି ନା ଯେକୌଣସି ଡିସ୍କଭରି ଉପରେ। ସେଇ ଟାଇମରେ ଆମର ଯୋଉ ମାଇକେଲ ଫାରାଡେ ବହୁତ ବଡ ସାଇଣ୍ଟିଷ୍ଟ, ସିଏ ବି ଏଇ ସେମ ହିଁ ଏକ୍ସପେରିମେଣ୍ଟ କରୁଥିଲେ। ତେଣୁ କିନ୍ତୁ ଆଙ୍କ ଏକ୍ସପେରିମେଣ୍ଟ ଆକୁ ହିଁ କ୍ରେଡିଟ ଦିଆଯାଇଥିଲା। ଜେ ଥମସନ କୁ ସେ ଡିସ୍କଭରି କରିଥିଲେ ଇଲେକ୍ଟ୍ରନ। କେମିତି କରିଥିଲେ ନା ସେ ଗୋଟେ ଏକ୍ସପେରିମେଣ୍ଟ କରିଥିଲେ। ଏ ଡାଇଗ୍ରାମ ଟା ସମସ୍ତଙ୍କୁ ଦେଖା ଯାଉଛି କି, କ୍ୟାଥୋଡ ରେ ଟ୍ୟୁବ। Yes, sir. କଣ ନା ସେ ଏକ୍ସପେରିମେଣ୍ଟ ରେ ନେଇଥିଲେ ଗୋଟେ, ଏଇଟା ଗୋଟେ ନେଇଥିଲେ ଡିସଚାର୍ଜ ଟ୍ୟୁବ ନେଇଥିଲେ। ଏ ଗୋଟେ କଣ, ଏଇଟା ଗୋଟେ ଡିସଚାର୍ଜ ଟ୍ୟୁବ। ଇଏ ନେଇଛନ୍ତି ଗୋଟେ, ଏଇଟା ଡିସଚାର୍ଜ ଟ୍ୟୁବ ଟା। ଡିସଚାର୍ଜ ଟ୍ୟୁବ ଟା କଣ ନେଇଥିଲେ ନା ଏପଟେ ନେଇଥିଲେ କ୍ୟାଥୋଡ, ନେଗେଟିଭ ଚାର୍ଜ ଯୋଉଟା କନେକ୍ଟ ହଉଛି ଏଇଟା କ୍ୟାଥୋଡ, ଏପଟେ ହଉଛି ଗୋଟେ ପଟେ ଏନୋଡ ନେଇ ଯାଇଥିଲେ ପଜିଟିଭ ଚାର୍ଜ କୁ। ଆଉ ଏଠି ରଖିଥିଲେ ଭ୍ୟାକ୍ୟୁମ ପମ୍ପ ଲଗେଇଥିଲେ, ଭ୍ୟାକ୍ୟୁମ ପମ୍ପ। କାହିଁକି ନା ପ୍ରେସର କୁ ପୁରା ଲୋ କରିଦେଇଥିଲେ। ପ୍ରେସର କେତେ ରଖିଥିଲେ, ବହୁତ ଲୋ କରିଦେଇଥିଲେ, 10 ଟୁ ଦି ପାୱାର -3 mm of Hg। ନର୍ମାଲ ଆମର ପ୍ରେସର କେତେ କହିପାରିବେ, କିଏ କହିପାରିବେ ଏନଟିପି ରେ ପ୍ରେସର ଜାଣିଛନ୍ତି? ଏନଟିପି ରେ ପ୍ରେସର କେତେ କହିପାରିବେନି? 760. 760 mm of Hg। କିନ୍ତୁ ସେ ପୁରା ବହୁତ ନେଇଯାଇଥିଲେ, ବହୁତ କମ, 10 ଟୁ ଦି ପାୱାର -3 mm of Hg। ତାପରେ କଣ ନେଇଥିଲେ ନା ଆଉ ଏଠି ଗୋଟେ ହାଇ ଭୋଲ୍ଟେଜ ଯୋଉଟା ଜେନେରେଟର ଲାଗିଥିଲା, ପାଖାପାଖି 1000 ଭୋଲ୍ଟ ର ଦେଇଥିଲେ, ହାଇ ଭୋଲ୍ଟେଜ ନେଇଯାଇଥିଲେ। ଆଉ କଣ ନା ୟା ଭିତରେ ସବୁ ଏୟାର କୁ କଣ ବାହାର କରିଦେଇଥିଲେ, ଯୋଉଟା କି 10 ଟୁ ଦି ପାୱାର -3 ରହିଥିଲା। ତାପରେ ଯେକୌଣସି ଗ୍ୟାସ କୁ ୟା ଭିତରେ ସେ ପାସ୍ କରେଇଲେ, ଯେକୌଣସି ଗ୍ୟାସ, କୌଣସି ବି ଗ୍ୟାସ ନେଲେ। ତାପରେ ଦେଖାଗଲା ଯେ କିଛି ରେଜ ଗୁଡାକ କଣ ନେଗେଟିଭ ରୁ ପଜିଟିଭ ଆଡକୁ ଯାଉଛି। ସେ କେମିତି ଜଣା ପଡିଲା ନା ଏନୋଡ ପଟେ ଗୋଟେ ଲଗେଇ ଦେଇଥିଲେ, ଏଠି ଦେଇନି ଡାଇଗ୍ରାମ ରେ, ନା ଏପଟେ ଲଗେଇ ଦେଇଥିଲେ ଫ୍ଲୋରୋସେନ୍ସ। ଫ୍ଲୋରୋସେନ୍ସ ସ୍କ୍ରିନ ରେ ଲଗେଇଥିଲେ। ଏଇଟା କୁହାଯାଏ ଫ୍ଲୋରୋସେନ୍ସ ସ୍କ୍ରିନ, କହିଲେ କୋଉଟା କି ଯୋଉଟା ଜେଡଏନଏସ ଲଗେଇଥିଲେ। ଫ୍ଲୋରୋସେନ୍ସ ସ୍କ୍ରିନ ର କାମ କଣ ନା ସେ କଣ କହିବ, ଯେକୌଣସି ଜିନିଷକୁ ହେଲେ ଚମକେଇବ। ମାନେ ଯଦି ତା ଉପରେ ଆମେ ଯେକୌଣସି ପାର୍ଟିକଲ ଯଦି ଆମେ ଯଦି ଆଟାକ କରିବା, ତାହେଲେ କଣ ସେଇଟା
ଆମକୁ ଦେଖାଯିବ ସେଟା। ଆଉ ଏଠି ନେଇଥିଲେ ଏନୋଡ କୁ କଣ ଏନୋଡ ରେ ଏଠି ସେ କେମିତି ପାସ୍ କରୁଥିଲା ଏନୋଡ ଟା, ଏଠି ଗୋଟେ ହୋଲ ଥିଲା ଏନୋଡ ର, ଏଇ ସବୁ ହୋଲ ଗୋଟେ ଥିଲା, ଏଟାକୁ କୁହାଯାଏ ପରଫୋରେଟେଡ ହୋଲ ଏନୋଡ ବୋଲି କୁହାଯାଏ। ହୋଲ ଥିଲା, ତେଣୁ ଇଲେକ୍ଟ୍ରନ ଗୁଡାକ କଣ କରୁଥିଲା, ଇଲେକ୍ଟ୍ରନ ନୁହଁ ତ ସେତେବେଳେ ଇଲେକ୍ଟ୍ରନ ବୋଲି ଜଣା ପଡୁନଥିଲା, ଇଲେକ୍ଟ୍ରନ ପରେ ବୋଲି ଜଣା ପଡିଲା, କିନ୍ତୁ ସେ ଏଇ ରେଜ ଗୁଡାକ କୁଆଡେ ଯାଉଥିଲା, ନେଗେଟିଭ ରୁ ପଜିଟିଭ ଯାଉଥିଲା, ହେଲା କି ନାଇଁ, ରେଜ ଗୁଡାକ ନେଗେଟିଭ ରୁ ପଜିଟିଭ ଯାଉଥିଲା, ଏଗୁଡାକ କଣ ଯାଉଥିଲା, ଏଗୁଡା କଣ ଥିଲା ନା ଇନଭିଜିବୁଲ ରେଜ ଗୁଡାକ ଥିଲା, ଇନଭିଜିବୁଲ ରେଜ ଗୁଡାକ ଥିଲା, ଇନଭିଜିବୁଲ କ୍ୟାଥୋଡ ରେ ବୋଲି କୁହାଯାଉଥିଲା, କାହିଁକି ନା କ୍ୟାଥୋଡ ଯେହେତୁ କୁଆଡେ ଯାଉଥିଲା, ଏନୋଡ ଆଡକୁ ଯାଉଥିଲା, ହେଲା କି ନାଇଁ, କ୍ୟାଥୋଡ ରେଜ ବୋଲି କୁହାଯାଉଥିଲା। ଏଇ ରେଜ ଗୁଡାକର କିଛି କିଛି ପ୍ରପର୍ଟିଜ ଅଛି, ଆଉ ସେ ପ୍ରପର୍ଟିଜ ଗୁଡାକ ସମସ୍ତେ ବୁଝିପାରିଲେ କି ଡାଇଗ୍ରାମ ଟା କଣ, ସମସ୍ତଙ୍କୁ ଆଇଡିଆ ହେଲା କି, ନା କାହାକୁ କୋଉଠି କନଫ୍ୟୁଜ ରହିଲା? ହ୍ୟାଲୋ। ବୁଝିହେଲା। ହଁ, ତ ଆମେ ଏ କାଥୋଡ ରେଜ ର ପ୍ରପର୍ଟିଜ ଗୁଡାକ ପଢିଦେବା। ହଁ, ମୋର ରିକ୍ୱେଷ୍ଟ ରହିବ କି ସମସ୍ତେ, ମୁଁ ତ ପିଡିଏଫ କ୍ଲାସ ନୋଟ ଦେଇଦେବି, କିନ୍ତୁ ସମସ୍ତେ ଟିକେ ଟିକେ ନୋଟ କରିଦିଅନ୍ତୁ, କାହିଁକି ନା ନିଜ ନୋଟ ଟା ନିଜେ ପଢିବା ପାଇଁ ସବୁବେଳେ ବହୁତ ହେଲ୍ପଫୁଲ ରହିବ, ହେଲା କି ନାଇଁ, ତେଣୁ ଟିକେ ଟିକେ ନୋଟ ଆପଣ ବି କରିଦିଅନ୍ତୁ ଇଏରେ। ଆମେ ତାର ପ୍ରପର୍ଟିଜ ଗୁଡାକ ଦେଖିବା। କ୍ୟାଥୋଡ ରେ ଟ୍ୟୁବ, ତାର ପ୍ରପର୍ଟିଜ ଗୁଡାକ ଫାର୍ଷ୍ଟ ପଏଣ୍ଟ କଣ ଆସିଲା ନା, they are negatively charged। ଜାଣିପାରିଲେ ଏବେ କାହିଁକି ନେଗେଟିଭଲି ଚାର୍ଜ ବୋଲି କୁହାଗଲା, କହିପାରିବେ କାହିଁକି ନେଗେଟିଭଲି ଚାର୍ଜ ବୋଲି କୁହାଗଲା? କାହିଁକି ନା ରେଜ ଗୁଡାକ କୁଆଡେ ଯାଉଥିଲା, ନେଗେଟିଭ କଣ ପାଇଁ ନା, ଏଇ ଯୋଉ କ୍ୟାଥୋଡ ରୁ କୁଆଡେ ଯାଉଥିଲା, ପଜିଟିଭ ଆଡେ ଯାଉଥିଲା କି ନାଇଁ, ଏନୋଡ ଆଡକୁ ଯାଉଥିଲା, ତେଣୁ ସେଗୁଡାକ ଜଣା ପଡିଯାଉଥିଲା, ଏଗୁଡାକ ନେଗେଟିଭ ଚାର୍ଜ ବୋଲି ଜଣା ପଡିଯାଉଥିଲା। ଆଉ କଣ ଥିଲା ସେକେଣ୍ଡ ପଏଣ୍ଟ, ଦେ ଟ୍ରାଭେଲ ଇନ ଏ ଷ୍ଟ୍ରେଟ ଲାଇନ, ଟିକେ ନିଜେ ନୋଟ କରିଦିଅନ୍ତୁ। This travel, sorry, they travel in a straight line। କେମିତି ଜଣା ପଡୁଥିଲା ଯେ ସେମାନେ ଗୋଟେ ଷ୍ଟ୍ରେଟ ଲାଇନ ରେ ପାସ୍ କରୁଛନ୍ତି ବୋଲି, ନା ଯେକୌଣସି ଗୋଟେ ମନେକର ଏଠି ଯେତେବେଳେ କ୍ୟାଥୋଡ ରେ ଗୁଡାକ କଣ ଏଠି ଯାଉଥିଲା ପାସ୍ କରୁଥିଲା କ୍ୟାଥୋଡ ରୁ ଏନୋଡ ଆଡକୁ, ଯେକୌଣସି ମନେକର ଏଠି ମୁଁ ଗୋଟେ କଣ କରି, ଯେକୌଣସି ଓପାକ କି ଯେକୌଣସି ମାନେ ଯୋଉଟା କି କଣ କରୁଥିଲା, ରେଜ ଗୁଡାକ ଯଦି ଆମେ ପକେଇବା, ତାହେଲେ କଣ ଆର ସ୍ୟାଡୋ ଟା ବନୁଥିଲା କୋଉପଟେ, ଏନୋଡ ପଟିକି ଆର ସ୍ୟାଡୋ ଟା ବନୁଥିଲା, ତେଣୁ ଏଠି ଜଣା ପଡିଯାଉଥିଲା ଯେ ସେମାନେ କଣ, ତାର କଣ ଗୋଟେ ଷ୍ଟ୍ରେଟ ଲାଇନ ରେ ପାସ୍ କରୁଛନ୍ତି, କାହିଁକି ନା ଯେକୌଣସି ଇଏଟା ପଡିଲେ ହିଁ ତାର ଜଣା ପଡିବ ସ୍ୟାଡୋ ଟା ଆସିବ, ନହେଲେ କେମିତି ଆସିବ, ତେଣୁ ସେଗୁଡା କଣ ଜଣା ପଡିଲା ଯେ କଣ ସେମାନେ ଗୋଟେ ଷ୍ଟ୍ରେଟ ଲାଇନ ରେ ପାସ୍ କରୁଛନ୍ତି, ହେଲା। ଥାର୍ଡ ପଏଣ୍ଟ କଣ, ଦେ ପୋଜେସେସ୍ କାଇନେଟିକ ଏନର୍ଜି, କେମିତି ଜଣା ପଡିଲା ଯେ ସେମାନେ କଣଙ୍କର କଣ ଅଛି, କାଇନେଟିକ ଏନର୍ଜି ବୋଲି ଅଛି ବୋଲି, କଣ କରାଗଲା ନା, ତାଙ୍କର କଣ ଏଇ ଇଏ ରାସ୍ତାରେ କିଛି କିଛି ପ୍ୟାଡେଲ ହୁଇଲ୍ସ ରଖାଗଲା, ସ୍ମଲ ସ୍ମଲ ପ୍ୟାଡେଲ ହୁଇଲ୍ସ, ହେଲା, ସ୍ମଲ ସ୍ମଲ ପ୍ୟାଡେଲ ହୁଇଲ୍ସ ରଖାଗଲା ଏଇଠି, ମାନେ ସାଇକେଲ ଯେମିତି ସେମିତି ନା, ବହୁତ ସେ ବି ସ୍ମଲ ସ୍ମଲ ପ୍ୟାଡେଲ ହୁଇଲ୍ସ ରଖାଗଲା, ଯୋଉଠି ପ୍ୟାଡେଲ ହୁଇଲ୍ସ ଗୁଡାକ କଣ ହେଲା ନା, ଇଏ ପାସ୍ ହେବା ଦ୍ଵାରା କଣ ହଉଥିଲା ନା, ଇଏ ଘୁରୁଥିଲା, ତେଣୁ ଜଣା ପଡିଲା ଯେ ତାର କିଛି କିଛି କଣ ଅଛି, ଏନର୍ଜି ଅଛି, ନହେଲେ ସେ କେମିତି ମୁଭ କରିବ, ମୁଭ କରିବନି ନା ନହେଲେ, ତେଣୁ ସେଠି କଣ ପ୍ୟାଡେଲ ହୁଇଲ୍ସ ରଖାଗଲା ଏଠି କିଛି କିଛି, ତେଣୁ ଜଣା ପଡିଲା ଯେ ୟାଙ୍କର କିଛି ଏନର୍ଜି ଅଛି, ତେଣୁ ସେଗୁଡା କଣ ତାଙ୍କର କଣ କାଇନେଟିକ ଏନର୍ଜି ଅଛି ବୋଲି ଜଣା ପଡିଲା। ଆଉ କଣ, they are made up of small particle, ସ୍ମଲ ପାର୍ଟିକଲ ଏଠି ତ ନର୍ମାଲ ଜିନିଷ, କାହିଁକି ନା ସେ ସ୍ମଲ ପାର୍ଟିକଲ୍ସ ଏଗୁଡାକ କାହିଁକି ନା କାଇନେଟିକ ଏନର୍ଜି ରହୁଛି ମାନେ କଣ ହାଫ ଏମ ଭି ସ୍କୋୟାର କି ନାଇଁ, ହାଫ ଏମ ଭି ସ୍କୋୟାର, ହାଫ ଏମ ଭି ସ୍କୋୟାର ମାନେ କଣ, ଯୋଉଗୁଡାକର କଣ ଥିବ, ସେ ନା କିଛି ମାସ ହିଁ ଥିବ, ନହେଲେ ସେ କେମିତି ତାକୁ ଇଏ କରିବ, କାଇନେଟିକ ଏନର୍ଜି ଆସିବ, ତେଣୁ ଏଗୁଡା କଣ ସ୍ମଲ ପାର୍ଟିକଲ ବୋଲି ଜଣା ପଡିଲା। ହ୍ୟାଣ୍ଡ ରାଇଟିଂ ଦେଖା ଯାଉଛି କି, ବୁଝି ହଉଛି ତ, ଆଜ୍ଞା Yes, sir. ବୁଝିହଉଛି। ଯୋଉଠି ବୁଝି ନ ପାରିବେ ପଚାରିବେ ମତେ, ମୁଁ ବୁଝେଇଦେବି ଯୋଉ ଲାଇନ ଟା ବୁଝି ନ ପାରିବେ।
ଆଉ କଣ ଥିଲା ନା they deflected towards positive lead in electric field. କେମିତି ନା ମନେକର ଏଠି ଯଦି ରହିଲା discharge tube ଟା ରଖାଗଲା ତାହେଲେ ଏଠି କଣ ଏଠି ଯଦି ଆମେ ଗୋଟେ କଣ କରିବା ଯଦି ପଜିଟିଭ ରଖିବା କି ଆଉ ଗୋଟେ କଣ ନେଗେଟିଭ ରଖିବା ତାହେଲେ କଣ ହଉଥିଲା ନା ପଜିଟିଭ ରୁ ଯୋଉ ନେଗେଟିଭ ରୁ ପଜିଟିଭ କୁ ଯାଉଥିଲା ହେଲା କି ନାଇଁ ସେ ପଜିଟିଭ କୁ ଡିଫ୍ଲେକ୍ଟ କରୁଥିଲା କି ନାଇଁ ଏଠି କଣ କରୁଛି ନେଗେଟିଭ ରୁ ପଜିଟିଭ କୁ ଯାଉଛି ତେଣୁ କଣ ହଉଥିଲା ସେମାନେ ଡିଫ୍ଲେକ୍ଟ ହଉଥିଲା। ନେକ୍ସଟ ପଏଣ୍ଟ ଲେଖିବା they are deflected in magnetic field they are deflected in magnetic field এটা ଜାଣିଥିବେ ଡିଫ୍ଲେକ୍ଟେଣ୍ଟ ଯୋଉ ଫ୍ଲେମିଂ ଫିଜିକ୍ସ ରେ ପଢିଥିବେ ଫ୍ଲେମିଂଙ୍କର କଣ ରାଇଟ ହ୍ୟାଣ୍ଡ ଥମ୍ବ ରୁଲ ଯେମିତି କଣ ଯେକୌଣସି ମ୍ୟାଗ୍ନେଟିକ ଫିଲ୍ଡ ରେ ଯଦି ଆମେ କଣ କରେଣ୍ଟ ୱାରିଂ ଯଦି ପାସ୍ କରିବା ସେ କଣ କରିବ ଡିଫ୍ଲେକ୍ଟ କରିବ ହେଲା କି ନାଇଁ ଆଉ କଣ ନା ଦେ ପ୍ରଡ୍ୟୁସ କଣ ଫ୍ଲୋରୋସେନ୍ସ ଏବେ କହିଲି ଆଉ ସବୁଠୁ ବଡ ମୋଷ୍ଟ ଇମ୍ପୋର୍ଟାଣ୍ଟ କଣ ଥିଲା ନା ଯଦି ଆମେ କଣ କରିଥିଲେ ଏଥିରେ ଯେକୌଣସି ମୁଁ କଣ କହିଥିଲି ଗୋଟେ ୱାର୍ଡ କହିଥିଲି ଯେକୌଣସି ଗ୍ୟାସ ବି ଆମେ ଯଦି ଆ ଭିତରେ ପାସ୍ କରିବା ଯେକୌଣସି ବି ଗ୍ୟାସ ପାସ୍ କରୁଥିଲି ଚଳୁଥିଲା ତେଣୁ ଯେତେବେଳେ ସେ କଣ କଲେ ଟାଇମ ଆସିଲା କଣ କଲେ ନା ଗ୍ୟାସ ଚେଞ୍ଜ କରିଦେଲେ ଇଲେକ୍ଟ୍ରୋଡ ଗୁଡାକ ଚେଞ୍ଜ କରିଦେଲେ ଯୋଉ ଇ ଗୁଡା ଯୋଉ ନେଇଥିଲେ ମେଟାଲ ଇଲେକ୍ଟ୍ରୋଡ ବି ଚେଞ୍ଜ କରିଦେଲେ ଗ୍ୟାସ ବି ଚେଞ୍ଜ କଲେ କିନ୍ତୁ କଣ ହେଲା ତାର ପ୍ରପର୍ଟିଜ ଗୁଡାକ ଚେଞ୍ଜ ହେଲା ନାହିଁ ଏଇଠି ଗ୍ୟାସ ଯାହା ନେଇଥିଲେ ଯଦି ଆମେ ହାଇଡ୍ରୋଜେନ ଗ୍ୟାସ ନଉଛନ୍ତି ହିଲିୟମ ଗ୍ୟାସ ନଉଛନ୍ତି ନିଅନ ଗ୍ୟାସ କିଛି ବି ଯଦି ଗ୍ୟାସ ନଉଛନ୍ତି ତାହେଲେ କଣ ସେମ ହଉଛି କଣ ନା ଇଲେକ୍ଟ୍ରନ କଣ କରୁଛି ଯୋଉ ମାନେ କାଥୋଡ ରେଜ୍ ଗୁଡାକ କଣ ନେଗେଟିଭ ରୁ ପଜିଟିଭ କୁ ପାସ୍ କରୁଛି ହେଲା କି ନାଇଁ ଆଉ ଚେଞ୍ଜ କଲେ ଜଣା ପଡୁନି ତେଣୁ ସେଇଠୁ ଜଣା ପଡିଲା ଯେ ଇଏ ଗୋଟେ କଣ ଗୋଟେ ଇଏ ଗୋଟେ ଫଣ୍ଡାମେଣ୍ଟାଲ ପାର୍ଟିକଲ ତେଣୁ ଆକୁ କୁହାଗଲା ତେଣୁ କଣ ସବୁ ଜାଗାରେ କଣ ରହିଲା ୟୁନିଭର୍ସ ରହିଲା ସେଇଟା ତେଣୁ ଏଇଟା ଗୋଟେ ଫଣ୍ଡାମେଣ୍ଟାଲ ପାର୍ଟିକଲ ତାପରେ ତା ନାଁଟା କଣ ରଖାଗଲା ନା ଇଲେକ୍ଟ୍ରନ ରଖାଗଲା ହେଲା କି ନାଇଁ ସେ ପଏଣ୍ଟ ଟା ଲେଖିଦେବା ଅନଚେଞ୍ଜିଂ gas or electrode material लिखते भी होगा electrode material the properties of cathode rays remain same ତାହେଲେ ଏଠି କଣ ପ୍ରୁଫ ହେଇଗଲା ତାହେଲେ ଏଟା କଣ ହେଲା ତେଣୁ ଏଠି ପ୍ରୁଫ ହେଇଗଲା ଯେ ସେ ପାର୍ଟିକଲ ଟା କଣ ଗୋଟେ ଫଣ୍ଡାମେଣ୍ଟାଲ ପାର୍ଟିକଲ ତାହେଲେ କଣ ହେଲା ତ ପାର୍ଟିକଲ ଅଫ cathode rays ଆମେ କଣ କହିପାରିବା ଆର୍ ଫଣ୍ଡାମେଣ୍ଟାଲ ବୁଝିହେଲା ଇଲେକ୍ଟ୍ରନ କେମିତି ଡିସ୍କଭର ହେଲା ଆଉ ତା ନାଁଟା କଣ ରଖାଗଲା ଏଇ ପାର୍ଟିକଲ ଗୁଡାକ ଇଲେକ୍ଟ୍ରନ ବୋଲି ରଖାଗଲା ବୁଝିହେଲା କି ସମସ୍ତଙ୍କୁ ନା କୋଉ ପଏଣ୍ଟ ଟା ବୁଝିହେଲା ନାଇଁ ନହେଲେ ପଚାରି ଦିଅନ୍ତୁ ମୁଁ ବୁଝେଇଦେବି ଡାଇଗ୍ରାମ ବୁଝିହେଲା କି ସମସ୍ତେ କ୍ଲିୟର କି ନେକ୍ସଟ ଯିବା ଆଜ୍ଞା ହ୍ୟାଲୋ Yes, sir. ତାପରେ କଣ ହେଲା ନା ଜେଜେ ଥମ୍ପସନ କଣ ବାହାର କଲେ ନା ଜେଜେ ଥମ୍ପସନ ଏଇଟା ଗୋଟେ ବଢିଆ କ୍ୱେଶ୍ଚିନ୍ ଆସେ ନା ଜେଜେ ଥମ୍ପସନ କଣ କଲେ ନା ଜେଜେ ଥମ୍ପସନ ବାହାର କଲେ କଣ ନା ଇଲେକ୍ଟ୍ରନ ର ଚାର୍ଜ ବାଇ ମାସ ରେସିଓ ଚାର୍ଜ ବାଇ
ମାସ୍ ରେସିଓ ଯୋଉଟା ପରବର୍ତ୍ତୀ ଟାଇମ୍ ରେ ଲେଖା ହେଲା କଣ? E ବାଇ M। E କାଇଁ ଚାର୍ଜ ନା, ଚାର୍ଜଟା କାହାକୁ ବୁଝଉଛି? ଇଲେକ୍ଟ୍ରନ ଚାର୍ଜକୁ ବୁଝଉଛି ମାସ୍ ରେସିଓ। ସେଇଟା କେତେ ବାହାର କରିଥିଲେ? 1.75 into 10 to the power 10 to the power 11 ମାଇନସ୍ ନୁହଁ ଖାଲି 11 10 to the power 11 ତାହେଲେ ୟୁନିଟ୍ କଣ ହେଇଯିବ? କୁଲମ୍ବ per kg କି ନାଇଁ? 10 to the power 11 କୁଲମ୍ବ per kg ହେଲା। ଏଠି କିଏ ବାହାର କରିଥିଲେ? ଜେଜେ ଥମ୍ପସନ୍। ଜେଜେ ଥମ୍ପସନ୍ କଣ ବାହାର କରିଥିଲେ? ଏଇଟା ଇମ୍ପୋର୍ଟାଣ୍ଟ ମନେ ରଖିଥିବେ, କାହିଁକି ନା ବେଳେ ବେଳେ କ୍ୱେଶ୍ଚିନ୍ ପକେଇଦିଏ। କଣ ବାହାର କରିଥିଲେ? ଚାର୍ଜ ବାଇ ମାସ୍ ରେସିଓ ଟା ବାହାର କରିଥିଲେ, ହେଲା କି ନାଇଁ? E ବାଇ M ରେସିଓ। ତ ସେଇ ଟାଇମ୍ ରେ କଣ ଥିଲା ନା, ଆଉ ଜଣେ ସାଇଣ୍ଟିଷ୍ଟ ଆମର ଥିଲେ, ତା ନାଁ କଣ ହଉଛି ନା ମିଲିକାନ୍ ଅଏଲ୍ ଡ୍ରପ୍ ଏକ୍ସପେରିମେଣ୍ଟ। ସେ ଟାଇମ୍ ରେ ସେ ଗୋଟେ କରୁଥିଲେ ଅଏଲ୍ ଡ୍ରପ୍ ଏକ୍ସପେରିମେଣ୍ଟ। ତାଙ୍କ ଏକ୍ସପେରିମେଣ୍ଟ ରୁ କଣ ଜଣା ପଡିଲା ନା, ସେ ଜଣେ ବହୁତ ବଡ ଏକ୍ସପେରିମେଣ୍ଟ କରିଥିଲେ। ତ ଏକ୍ସପେରିମେଣ୍ଟ ଆମର ପଢିବା ଦରକାର ନାହିଁ, ତାଙ୍କ କନକ୍ଲୁଜନ ଟା ବାହାର କରିଦବା, ଲେଖିଦବା। କଣ ଥିଲା ନା ତାଙ୍କ ଏକ୍ସପେରିମେଣ୍ଟ ନା, ଇଲେକ୍ଟ୍ରନ କଣ ବାହାର କରିଦେଇଥିଲେ? ଚାର୍ଜ ଅଫ ଇଲେକ୍ଟ୍ରନ ବାହାର କରିଦେଇଥିଲେ। କେତେ ନା ଚାର୍ଜ ଅଫ ଇଲେକ୍ଟ୍ରନ କିଏ କହିପାରିବେ କି? ଚାର୍ଜ ଅଫ ଇଲେକ୍ଟ୍ରନ ସେ ବାହାର କରିଥିଲେ କେତେ ନା, କେତେ 1.6 into 10 to the power କେତେ minus 19 କୁଲମ୍ବ। ଏଟା ନେଗେଟିଭ ଇଲେକ୍ଟ୍ରନ ହେଲେ ନେଗେଟିଭ ଚାର୍ଜ ରହିବ ଆଉ, ଯୋଉଟା କି ଏବେ ପରବର୍ତ୍ତୀ ଟାଇମ୍ ରେ କେତେ ହେଇଥିଲା? 1.602 ନା 2322 into 10 to the power କେତେ ହେଇଯିବ? ମାଇନସ୍ 19 କୁଲମ୍ବ। ଏବେ ଯୋଉଟା ବାହାର କରାଯାଉଛି ଧୀରେ ଧୀରେ ମଡିଫାଏ ହଉଛି, 2 2 2 3 ଏମିତି ଆସୁଛି। ଯଦି ଏକ୍ସାମ ରେ ଆସିଲା ତାହେଲେ କଣ? ଯଦି ଚାର୍ଜ ବାଇ ମାସ୍ ରେସିଓ ଟା କିଏ ବାହାର କରିଥିଲେ? ଥମ୍ପସନ୍ ବାହାର କରିଥିଲେ। କିନ୍ତୁ ଚାର୍ଜ ଅଫ ଇଲେକ୍ଟ୍ରନ କିଏ ବାହାର କରିଥିଲେ? ଏଇଟା ମୁଲିକାନ୍ ଅଏଲ୍ ଡ୍ରପ୍ ଏକ୍ସପେରିମେଣ୍ଟ ରୁ ଆସିଥିଲା। ବେଳେ ବେଳେ କନଫ୍ୟୁଜନ ପଳେଇ ଆସେ ନା, ଚାର୍ଜ କିଏ ବାହାର କରିଥିଲେ ନା ଇଲେକ୍ଟ୍ରନ ବାହାର କରିଥିଲେ? କିଏ ବାହାର କରିଥିଲେ ନା ଯୋଉ ଆମର ଥମ୍ପସନ୍ ବାହାର କରିଥିଲେ? ତ ସମସ୍ତେ ଭାବି ଯାଆନ୍ତି ନା ସେ ତାର ଚାର୍ଜ ବାହାର କରିଥିବେ, ନା ତାର ଚାର୍ଜ ଟା ବାହାର କରିଥିଲେ ମୁଲିକାନ୍ ଅଏଲ୍ ଡ୍ରପ୍ ବାହାର କରିଥିଲେ, କିନ୍ତୁ ଚାର୍ଜ ବାଇ ମାସ୍ ରେସିଓ ଟା ବାହାର ଜଣା ପଡିଥିଲା। ତେଣୁ ଏବେ ଆମକୁ କଣ ପଡିଗଲା? ତାର ଚାର୍ଜ ଟା ଜଣା ପଡିଗଲା କି ନାଇଁ? ଆମକୁ E ବାଇ M ରେସିଓ ଜଣା ଅଛି, ଏଠି E ବାଇ M ରେସିଓ ଜଣା ଅଛି, ଏଠି ତାର ଚାର୍ଜ ଜଣା ଅଛି। ତାହେଲେ ଆମେ ଏବେ ମାସ୍ ବାହାର କରିଦବା କି ନାଇଁ? ତାପରେ ମାସ୍ ର ଇଲେକ୍ଟ୍ରନ ର ମାସ୍ ଜଣା ପଡି ଯାଇଥିଲା କେତେ? 9.1 into 10 to the power କେତେ? ମାଇନସ୍ 31 kg। ତାପରେ ଏଇଠୁ ବାହାରି ଯାଇଥିଲା କାହାର? ଇଲେକ୍ଟ୍ରନ ର ମାସ୍ ବାହାରି ଆସିଥିଲା। ବୁଝିହେଲା କି ସମସ୍ତଙ୍କୁ? ଆଜ୍ଞା। ହ୍ୟାଲୋ, ବୁଝିହେଲା କି ସମସ୍ତଙ୍କୁ? Yes, sir. ନେକ୍ସଟ ହଁ ନେକ୍ସଟ ସାର୍ ଦେଖିବା ବୁଝିଲି। ଡିସ୍କଭରି ଅଫ ପ୍ରୋଟନ। ଟିକେ ରେସ୍ପନ୍ସ କରନ୍ତୁ। ସାଉଣ୍ଡ ସ୍ଲୋ ହଉଛି କି? ବୁଝି ନ ପାରିଲେ ମତେ କହିବେ। ଇଲେକ୍ଟ୍ରନ ଡିସ୍କଭରି ଅଫ Yes, ପ୍ରୋଟନ। sir. ପ୍ରୋଟନ ଆମେ କାହାକୁ କହିବା ନା, କିଏ ଦେଇଥିଲେ ବାହାର କରିଥିଲେ? କିଏ କହିପାରିବେ? ଇ ଗୋଲ୍ଡଷ୍ଟାଇନ। ଇ ଗୋଲ୍ଡଷ୍ଟାଇନ ବାହାର କରିଥିଲେ। ଏଇ ଭଏସ ସେଇ ଟାଇମ କଟି ଯାଉଛି। କଣ କହିଲେ? ଭଏସ କଟି ଯାଉଛି କି? ଭଏସ ଟା କଟି ଯାଉଛି। ଆଜ୍ଞା। ଏବେ ଆସୁଛି କି ଠିକ? ହ୍ୟାଲୋ, ଏବେ ଆସୁଛି କି ଠିକ? ନାଇଁ କଟି ଯାଉଛି। ହଁ ଏବେ ଆସିଲା। ହଁ, ତ କି ନେଟୱାର୍କ କଣ ପ୍ରୋବ୍ଲେମ ରହୁଥିବ। ତ ସେଇ ଟାଇମ ରେ କଣ ନା, ଡିସଚାର୍ଜ ଟ୍ୟୁବ ବହୁତ ଫେମସ ଥିଲା। ସେଇ ଟାଇମ ରେ କଣ ଥିଲା ନା, ଯେମିତି ଇଲେକ୍ଟ୍ରନ ବାହାର କଲା ସବୁ ସାଇଣ୍ଟିଷ୍ଟ ବି କଣ ଲାଗିଥିଲେ ନା ଡିସଚାର୍ଜ ଟ୍ୟୁବ ୟୁଜ କରୁଥିଲେ। ମୁଁ ସେଇଟା ଡାଇଗ୍ରାମ କରୁନାହିଁ। ସେଇ ଆମର କଣ ନେଇଥିଲେ? ଡିସଚାର୍ଜ ଟ୍ୟୁବ, ଯୋଉଟା ଆମର କଣ ନେଇଥିଲେ? ଏଇଟା ସେଇ ସେଇ ଡିସଚାର୍ଜ ଟ୍ୟୁବ ୟୁଜ କରିଥିଲେ। କିନ୍ତୁ କଣ କରିଥିଲେ ସିଏ ନା, ତାଙ୍କର ସିଏ କଣ କରିଥିଲେ? ଟିକେ ଚେଞ୍ଜ ହେଇଥିଲା ତାଙ୍କର। ସେ ଯୋଉ ପ୍ରେସର ଟା କଣ ରଖିଥିଲେ, ଯେତେବେଳେ ଏନୋଡ ଇଏ ରଖିଥିଲେ, କଣ କହିଲ, ଯେତେବେଳେ ପ୍ରୋଟନ ପାଇଁ ରଖିଥିଲେ ପ୍ରେସର ଟାକୁ ସେ ଚେଞ୍ଜ କରିଦେଇଥିଲେ। ପ୍ରେସର କେତେ ନେଇଥିଲେ? ସେ ନେଇଥିଲେ ଆମର ଏଇଠି କେତେ? ଇଲେକ୍ଟ୍ରନ ପାଇଁ 10 to the power -3 ନେଇଥିଲେ। ସେ ଏଠି ପ୍ରୋଟନ ପାଇଁ ନେଇଗଲେ କେତେ? 10 to the power -1। ବୁଝିଲେ? ଆଉ ଦେଖିଲେ କଣ ନେଉଥିଲା ନା, ସେଥିରେ ସେମ ଜିନିଷ ଗୁଡାକ ଖାଲି ସେମ ସେମ ରହିବ। ଯୋଉ ତା ଇଏ ଗୁଡାକ କଣ କହିଲେ, ଏଇ ଯୋଉ ତାର ପ୍ରପର୍ଟିଜ ଗୁଡାକ ପାଖାପାଖି ସେମ ରହିବ। ଗୋଟେ ଦିଟା ଚେଞ୍ଜ ହବ। ମୁଁ ଖାଲି ସେଇଗୁଡାକ କହିଦଉଛି ହେଲା ନା। ମନେକର ଏପଟେ କଣ ହେଇଗଲା? ନେଗେଟିଭ ପ୍ଲେଟ, ଏଇଟା ମନେକର କ୍ୟାଥୋଡ ନେଇଗଲେ, ହେଲା। ଏପଟେ କଣ ହେଲା? ମନେକର ପଜିଟିଭ ପ୍ଲେଟ ନେଇଗଲେ। ତାହେଲେ ଏପଟୁ କଣ ହେଲା? ପଜିଟିଭ ପ୍ଲେଟ ପଟୁ ଏପଟକୁ ଆସିଲା, ହେଲା କି ନାଇଁ? ସେଇଭଳିଆ କଣ ସେଟା ଯୋଉ କ୍ୟାଥୋଡ ପଟେ କଣ ରଖିଲେ? ଫ୍ଲୋରୋସେନ୍ସ ରଖିଲେ। ସେପଟେ କଣ ରଖୁଥିଲେ? ଏନୋଡ ପଟେ ରଖିଲେ। ଏପଟେ କ୍ୟାଥୋଡ ପଟେ ରଖିଲେ। ଆଉ ତାର କଣ ପ୍ରପର୍ଟିଜ ଗୁଡାକ? ଏଇଟା ସେମ ରହିବ। ଦେୟାର କଣ ହେଇଯିବ? ଇଏ ମାନେ କଣ ହେଇଯିବେ ତାହେଲେ?
they are made up of କଣ ହେଇଯିବ ପଜିଟିଭ ଚାର୍ଜ ପାର୍ଟିକଲ କି ନାହିଁ पॉजिटिव चार्ज पार्टिकल ସେଇଟା କଣ ଥିଲା ନେଗେଟିଭ ଚାର୍ଜ ପାର୍ଟିକଲ ଏଇଟା କଣ ହେଇଯିବ ପଜିଟିଭ ଚାର୍ଜ ପାର୍ଟିକଲ ହେଲା ସେ ସମାନ ଏମାନଙ୍କର ବି କଣ ରହିବ ସେ କାଇନେଟିକ ଏନର୍ଜି ରହିବ ସେମାନେ ବି କଣ ହେଇଥିବ ଷ୍ଟ୍ରେଟ ଲାଇନ ରେ ପାସ୍ କରୁଥିଲେ ଏଇଠି କଣ ରହିବ ଏଠି ଆମର କ୍ୟାଥୋଡ ରେ କଣ ଆଇବ ପରଫୋରେଟେଡ କ୍ୟାଥୋଡ ୟୁଜ କରିବା ହେଲା କି ନାଇଁ ପରଫୋରେଟେଡ କ୍ୟାଥୋଡ ଏଇଠି ୟୁଜ ହେଇଥିଲା ଆଉ କଣ ଆଉ ଏଇଥିରେ ମେନ୍ ଇମ୍ପୋର୍ଟାଣ୍ଟ କଣ ଥିଲା ନା ଇଏ ଯେତେବେଳେ କଣ କଲେ ନା କୋଲଷ୍ଟାଇନ ଯେତେବେଳେ କଣ କଲେ ନା ଗ୍ୟାସ କୁ ଚେଞ୍ଜ କରେଇଲେ ଯେତେବେଳେ ଗ୍ୟାସ କୁ ସେଠି କଣ ଗ୍ୟାସ ଚେଞ୍ଜ ହଉଥିଲେ କିଛି ଚେଞ୍ଜ ହଉନଥିଲା କିନ୍ତୁ ଏଠି ଯେତେବେଳେ ଗ୍ୟାସ ଚେଞ୍ଜ ହେଲେ ତାର ପ୍ରପର୍ଟିଜ ଗୁଡାକ ଚେଞ୍ଜ ହଉଥିଲା ହେଲା କି ନାଇଁ ଗ୍ୟାସ ଯେତେବେଳେ ଚେଞ୍ଜ ହଉଥିଲେ ପ୍ରପର୍ଟିଜ ଗୁଡାକ ବି ଚେଞ୍ଜ ହଉଥିଲା ତେଣୁ ସେମାନେ କଣ ହଉଥିଲେ ଦେ ଡିପେଣ୍ଡ upon the nature of gas taken ତେଣୁ ସେମାନେ ଗ୍ୟାସ ଉପରେ ଡିପେଣ୍ଡ କରୁଥିଲେ ଦେ ଡିପେଣ୍ଡ upon nature of gas taken ଯୋଉ ଗ୍ୟାସ ରହୁଥିଲେ ତାପରେ ଡିପେଣ୍ଡ କରୁଥିଲେ ନା ସେମାନେ କୋଉଠୁ ଓରିଜିନ ହଉଥିଲେ ସେମାନେ କଣ ଓରିଜିନ ହଉଥିଲେ ନା ଓରିଜିନ ଫ୍ରମ ଗ୍ୟାସିୟସ ଆୟନ ଗ୍ୟାସିୟସ ଆୟନ କେମିତି ଗ୍ୟାସିୟସ ଆୟନ ରହୁଥିଲେ ମନେକର ଏଠି କଣ ଅଛି ମନେକର ଇଲେକ୍ଟ୍ରନ କେମିତି ମନେକର ଏଠି ବି ଇଲେକ୍ଟ୍ରନ ବାହାରିଲା ଇଲେକ୍ଟ୍ରନ ଆସିଲା ଇଲେକ୍ଟ୍ରନ ଏଠି କଣ ଅଛି ଏଠି ବି ଗ୍ୟାସିୟସ କମ ରହୁଥିଲେ ଯେହେତୁ କମ ବହୁତ କମ ନେଇଛନ୍ତି 10 to the power କେତେ ନେଇଛନ୍ତି ପ୍ରେସର ଗୁଡାକ -1 ନେଇଛନ୍ତି ତାହେଲେ କଣ ଅଧିକ ଗ୍ୟାସ ରହିଲା ତା ଭିତରେ କି ନାଇଁ ପ୍ରେସର କମ ବଢେଇ ଦେଲେ ତାହେଲେ ଏଠି କଣ ଗ୍ୟାସ ରହିଲା ଏଠି ଗୋଟେ ସବୁ ସବୁ ଗ୍ୟାସ ମଲିକୁଲ ଗୋଟେ ରହିଲା ତାହେଲେ ଇଲେକ୍ଟ୍ରନ ଯେତେବେଳେ ଆସିଲା ଏଠି ବାଡେଇ ହେଲା ତାହେଲେ ଏଠୁ ବି କଣ ଆସିବ ଏଇ ଗ୍ୟାସ ରେ ବି ଏଥିରେ ବି ତ ଗୋଟେ ମନେକର ହାଇଡ୍ରୋଜେନ ହିଲିୟମ କିଛି ତ ଗୋଟେ ଗ୍ୟାସ ଅଛି ତାହେଲେ ୟା ଭିତରେ ବି ଇଲେକ୍ଟ୍ରନ ଅଛି କି ନାଇଁ ଇଏ ବି ବାହାରିବ ଇଏ ଟଣୁ ଏଠୁ ବାଡେଇକି ପୁଣି ଇଲେକ୍ଟ୍ରନ ବାହାରିବ ତାହେଲେ ଯଦି ୟାଠୁ ଇଲେକ୍ଟ୍ରନ ବାହାରିବ ଇଏ ତାହେଲେ କଣ ହେଇଯିବ ଏଇଟା ହେଇଯିବ ପଜିଟିଭ ଚାର୍ଜ ଇଏ ହେଇଯିବ କଣ ଇଲେକ୍ଟ୍ରନ ଗୁଡାକ ହେଲା ତାହେଲେ ଏଥିରୁ ଯଦି ବି କଣ ଇଲେକ୍ଟ୍ରନ ବାହାରିବ ଇଏ ହେଇଯିବ କଣ ପଜିଟିଭ ଚାର୍ଜ ଇଏ ହେଇଯିବ କଣ ଇଲେକ୍ଟ୍ରନ ଏଠୁ ରିଜେକ୍ଟ ହେଇଯିବ ତାହେଲେ ଇଲେକ୍ଟ୍ରନ ଗୁଡାକ କୋଉଠି ପାସ୍ କରିବେ ନା ନେଗେଟିଭ ରୁ ପଜିଟିଭ ଆଡେ ଯିବେ କିନ୍ତୁ ଏଇ ଗୁଡାକ କଣ ଗ୍ୟାସିୟସ ଆୟନ ଗୁଡାକ କଣ ଆସିବେ ପଜିଟିଭ ରୁ ନେଗେଟିଭ ଆଡକୁ ଯିବେ ବୁଝିଲା ଆଉ ତାଙ୍କର ଯୋଉ ଇଏ ଗୁଡା ଦେଖା ଯାଉଥିଲା ରେଜ୍ ଗୁଡାକ ଏଗୁଡାକ ସବୁ କଣ କ୍ୟାଥେଡ ରେଜ୍ ଗୁଡାକ କଣ ଇନଭିଜିବଲ ରେଜ୍ ବୋଲି ଦେଖା ଯାଉଥିଲା କିନ୍ତୁ ଏନୋଡ ରେଜ୍ ଗୁଡାକ କଣ ଥିଲା କଲର ରେଜ୍ ଗୁଡାକ ଦେଖା ଯାଉଥିଲା ଆଖିରେ ହେଲା କି ନାଇଁ କଲର ରେଜ୍ ଗୁଡାକ ଥିଲା କୋଉ ରେଜ୍ ଗୁଡା ଥିଲା କଲର ରେଜ୍ ଗୁଡା ଥିଲା ତାର ଆଉ କଣ ପ୍ରପର୍ଟିଜ ରହିଯାଉଛି ଶୁଣିନି ଆଉ କିଛି ନାହିଁ ତାପରେ କଣ ହଉଥିଲା ନା ମନେକର ଏଠି ଯଦି ଆମେ ରଖିଦଉଥିଲେ କଣ ଯଦି ହାଇଡ୍ରୋଜେନ ଗ୍ୟାସ ଉପରେ ଚେଞ୍ଜ କଲେ ମନେକର ଏଠି ଯଦି ହାଇଡ୍ରୋଜେନ ରଖିବା ତାହେଲେ ହାଇଡ୍ରୋଜେନ ଟା କଣ ଛୋଟ ଗ୍ୟାସ ଟା ଯଦି ହିଲିୟମ ରଖିବା ତାହେଲେ କଣ ଇଏ ବଡ ଗ୍ୟାସ ନିଅନ ଯଦି ନେଇଯିବା ଆହୁରି ବଡ ଗ୍ୟାସ କି ନାଇଁ ତେଣୁ ସେ କଣ ହବ ପାର୍ଟିକଲ ଗୁଡାକ କଣ ହେଇଯିବ ଚେଞ୍ଜ ହେଇଯିବ ହେଲା ତେଣୁ ସେ କଣ ଉପରେ ଗ୍ୟାସ ର ନେଚର ଉପରେ ଡିପେଣ୍ଡ କରୁଛି ଆଉ ଆମେ କଣ କହିବା ସେଠି କଣ କ୍ୟାଥୋଡ ରେଜ୍ ଗୁଡାକ ଯୋଉଟା ବାହାରୁଥିଲା ସେଗୁଡାକ କଣ କହୁଥିଲେ ଇଲେକ୍ଟ୍ରନ ଗୁଡାକ ଇଲେକ୍ଟ୍ରନ କୋଉଠୁ ବାହାରୁଥିଲା ନା କ୍ୟାଥୋଡ ରୁ ଆସୁଥିଲା ମେଟାଲ ରୁ ହେଲେ ନାଇଁ ଇଲେକ୍ଟ୍ରନ ଗୁଡାକ କୋଉଠୁ ଆସୁଥିଲା ବୁଝିପାରିଲେ କି କନଫ୍ୟୁଜ କେହି ରହିବେନି ଇଲେକ୍ଟ୍ରନ ଗୁଡାକ କୋଉଠୁ ଆସୁଥିଲା ଏଇ କ୍ୟାଥୋଡ ଇଏ ରୁ ଆସୁଥିଲା ଏଠି ଯୋଉ ମେଟାଲ ଆମେ ନେଇଥିଲେ ଏଇ ମେଟାଲ ରୁ ହିଁ କଣ ଯେହେତୁ ଆମେ କଣ ଏଠି ହାଇ ଭୋଲ୍ଟେଜ ଯେତେବେଳେ ଜେନେରେଟ କଲେ ତେଣୁ କଣ ମେଟାଲ ରୁ କଣ ହବ ଇଲେକ୍ଟ୍ରନ ରିଜେକ୍ଟ ହେଲା କି ନାଇଁ ଆଉ ଇଲେକ୍ଟ୍ରନ ରିଜେକ୍ଟ ହେଇକି କୋଉଠି ଗଲା ପଜିଟିଭ ଚାର୍ଜ ଆଡକୁ କିନ୍ତୁ ଏଇଠି କଣ ଆସୁଛି ଆମର ଏନୋଡ ରୁ ଆସୁନି ଏଠୁ ଏନୋଡ ରୁ ଆସିବନି କଣ ପ୍ରୋଟୋନ ଆମେ କହିପାରିବାନି ଯେ ଏନୋଡ ଯୋଉ ଗୁଡାକ ରେଜ୍ ଗୁଡାକ ଆସିଲା ସେଗୁଡାକ ପ୍ରୋଟୋନ ନୁହେଁ କାହିଁକି ନା କୋଉଠୁ ଆସୁଛି ପ୍ରୋଟୋନ ଗୁଡା କୋଉଠୁ ଆସୁଛି ଗ୍ୟାସିୟସ ଆୟନ ରୁ ଆସିବ ଯେତେବେଳେ କଣ ହବ ଇଲେକ୍ଟ୍ରନ ଯେତେବେଳେ ସେ କଣ କରିବ ଏଠୁ ଯେତେବେଳେ ରିମୁଭ ହେଇଯିବ ତାହେଲେ ଇଏ ପଜିଟିଭ ଚାର୍ଜ ରହିଲା ଯେହେତୁ ଇଏ ନେଗେଟିଭ ଟା ତାହେଲେ ପଜିଟିଭ ଚାର୍ଜ ଗୁଡାକ ଇଏ ଏପଟିକି ଆସିଲେ ଆଉ ଇଲେକ୍ଟ୍ରନ ଗୁଡାକ ଏପଟିକି ପଜିଟିଭ ଚାର୍ଜ ଆଡକୁ ଆସିଲେ ତେଣୁ ଯଦି ଆମେ କହିବା ତାହେଲେ କଣ ସେଠି କ୍ୟାଥୋଡ ରୁ ଆମର ଆସୁଥିଲା ଇଲେକ୍ଟ୍ରନ ପ୍ରଡ୍ୟୁସ ହଉଥିଲା କିନ୍ତୁ ଏଠୁ କୋଉଠୁ ହଉଛି ଏନୋଡ ଗୁଡାକ କୋଉଠୁ ଯୋଉ ଇଲେକ୍ଟ୍ରନ ଗୁଡାକ ଯୋଉ ପ୍ରୋଟନ ଗୁଡାକ କୋଉଠୁ ଆସୁଛନ୍ତି କୋଉଠୁ ଗ୍ୟାସିୟସ ଆୟନ ରୁ ପ୍ରଡ୍ୟୁସ ହଉଛନ୍ତି ହେଲା ନାଇଁ ଏବେ କନଫ୍ୟୁଜ ରହିବେ ନାଇଁ ଗ୍ୟାସିୟସ ଆୟନ ରୁ କଣ ପ୍ରଡ୍ୟୁସ ହଉଛି ପ୍ରଡ୍ୟୁସ ହଉଛି କଣ ପ୍ରୋଟନ ଗୁଡାକ ତେଣୁ ତାହେଲେ ଆମେ ଯଦି ଦେଖିଲେ କି ଗ୍ୟାସ ଯଦି ଆମେ ଚେଞ୍ଜ କରୁଛନ୍ତି ଯେହେତୁ କଣ ତାର କଣ ବିହେଭିୟର ଚେଞ୍ଜ ହେଇଯାଉଛନ୍ତି ତେଣୁ ଏଇଗୁଡା କଣ ଗୋଟେ ତାହେଲେ ପ୍ରୋଟନ ଟା ଗୋଟେ କଣ ଫଣ୍ଡାମେଣ୍ଟାଲ ପାର୍ଟିକିଲ ନା ଫଣ୍ଡାମେଣ୍ଟାଲ ପାର୍ଟିକିଲ ନୁହେଁ ଇଲେକ୍ଟ୍ରନ ଯେମିତି ଆମର କଣ ହେଲା ଗୋଟେ ଫଣ୍ଡାମେଣ୍ଟାଲ ପାର୍ଟିକିଲ ତାହେଲେ ପ୍ରୋଟନ ଟା ସେମିତି ଫଣ୍ଡାମେଣ୍ଟାଲ ପାର୍ଟିକିଲ ହବ ନା ହବନି କହିଲେ हब ନା ହବନି ଆମେ ଇଏ କାହିଁକି ନା ଇଏ ତ ଚେଞ୍ଜ ହେଇଯାଉଛି ନା ହେଲା କି ନାଇଁ
ତେଣୁ ଇଏ ଗୋଟେ ଚେଞ୍ଜ ହେଇଯାଉଛି କିନ୍ତୁ ଇଲେକ୍ଟ୍ରନ ଟା ସମସ୍ତଙ୍କ ପାଇଁ କଣ ରହିଲା ସେମ ରହିଲା। ତେଣୁ ପ୍ରୋଟନ ଟା କଣ ହଉଛି ଚେଞ୍ଜ ହେଇଯାଉଛି ଯେତେବେଳେ ଗ୍ୟାସ ହେଇଗଲା ଥିଲା ନାଇଁ। ତେଣୁ ତାର ଫଣ୍ଡାମେଣ୍ଟାଲ ପାର୍ଟିକଲ ବୋଲି ଆମେ ତାକୁ କହିବାନି। ଆଉ କଣ ଦେଖିଲେ ତାର ନେକ୍ସଟ ପଏଣ୍ଟ ଦେଖିବା। ଯଦି ତାର କଣ ଦେଖାଗଲା ଯଦି ଚାର୍ଜ ବାଇ ମାସ ରେସିଓ ଯଦି ବାହାର କରାଗଲା, ଚାର୍ଜ ବାଇ ମାସ ରେସିଓ ଯଦି ଦେଖାଗଲା ତାହେଲେ ଚାର୍ଜ ବାଇ ମାସ ରେସିଓ ଟା ବି ଡିପେଣ୍ଡ କରିବ ନା ନାଇଁ ୟା ଉପରେ, ଯୋଉ ଗ୍ୟାସିୟ ନେଚର ଅଫ ଗ୍ୟାସ ଉପରେ ଡିପେଣ୍ଡ କରିବ ନା କରିବନି? ଡିପେଣ୍ଡ କରିବ ଅବଭିୟସଲି। କାହିଁକି ନା ଯଦି ଗ୍ୟାସ ଆମେ ଚେଞ୍ଜ କରୁଛୁ ତାର ମାସ ଟା ତଳେ ରହୁଛି ନା। ତେଣୁ ଯଦି ଯଦି ମନେକର ନେଇଗଲି ହାଇଡ୍ରୋଜେନ ଆଉ ନିଅନ ନେଇଗଲି ତାହେଲେ ଆର ମାସ ଅଧିକା ଆର ମାସ କମ। ତେଣୁ ଏଠି କଣ ହେଇଗଲା ତେଣୁ ଇଏ ମାସ ଉପରେ ଡିପେଣ୍ଡ କରୁଛି। ତେଣୁ ଚାର୍ଜ ବାଇ ମାସ ରେସିଓ କଣ ହବ ଡିପେଣ୍ଡ ଅପନ କଣ ନେଚର ଅଫ ଗ୍ୟାସ। ଚାର୍ଜ ବାଇ ମାସ ରେସିଓ ବି କୋଉଠି ଉପରେ ଡିପେଣ୍ଡ କରିବ ନେଚର ଅଫ ଗ୍ୟାସ ଉପରେ ଡିପେଣ୍ଡ କରିବ। ସେ କଣ କଲେ ନା ଚାର୍ଜ ବାଇ ମାସ ରେସିଓ କୁ ହାଇଏଷ୍ଟ ରଖିଲେ। ଚାର୍ଜ ବାଇ ମାସ ରେସିଓ ହାଇଏଷ୍ଟ କେମିତି ରଖିଲେ? ଚାର୍ଜ ବାଇ ମାସ ରେସିଓ କେମିତି ହାଇଏଷ୍ଟ ହବ? ତାହେଲେ କଣ ଯେତେବେଳେ ଚାର୍ଜ ଟା କଣ ଯୋଉ ମାସ ଟା କେତେ ଯେତେବେଳେ ଲୋଏଷ୍ଟ ହବ ସେଥିପାଇଁ କଣ ହାଇଏଷ୍ଟ କରିବାକୁ ହେଲେ କଣ କଲେ ମନେକର ହାଇଏଷ୍ଟ କରିଲେ। ହାଇଏଷ୍ଟ ଯଦି କରିବା ତାହେଲେ ଇଏ ହାଇଏଷ୍ଟ କଲେ ଆର ମାସ ଟା ସବୁ କଣ ହବ ଲୋଏଷ୍ଟ ହେବାକୁ ପଡିବ। ଲୋଏଷ୍ଟ ହେବା ପାଇଁ ସେ କଣ ହେଇଗଲେ ହାଇଡ୍ରୋଜେନ କୁ ୟୁଜ କଲେ। କାହିଁକି ନା ହାଇଡ୍ରୋଜେନ ଆମେ ଜାଣିଛନ୍ତି କଣ ଅଛି ହାଇଡ୍ରୋଜେନ କଣ କଣ ଅଛି ୱାନ କଣ ଅଛି ପ୍ରୋଟନ ଅଛି ଆଉ କଣ ଅଛି ୱାନ କଣ ଅଛି ଇଲେକ୍ଟ୍ରନ ଅଛି ନ୍ୟୁଟ୍ରନ ଅଛି କି ହାଇଡ୍ରୋଜେନ ରେ? ନ୍ୟୁଟ୍ରନ ନାହିଁ। ତେଣୁ ଏଇଠି ଆମେ ଯଦି କହିପାରିବା କଣ ନା ଇନ କେସ୍ ଅଫ ହାଇଡ୍ରୋଜେନ ଯେତେବେଳେ ହାଇଡ୍ରୋଜେନ କେସ ରେ ଆମେ କହିପାରିବା ଯେ ଯୋଉ ବେଜ ଟା ଆସିଥିଲା ସେଟା କଣ ପ୍ରୋଟନ ବୋଲି ହେଲା କି ନାଇଁ। ଯଦି ଆମେ ନେଇପାରିବା ଏଟା କଣ ଲେଖିପାରିବା ଏଟାକୁ ଲେଖିପାରିବା ଏଟା ଉପରେ ଲେଖି ଦଉଛି ଇନ କେସ୍ ଅଫ ହାଇଡ୍ରୋଜେନ anode rays are made up of protons। ତାହେଲେ ଯଦି ହାଇଡ୍ରୋଜେନ କ୍ଷେତ୍ରରେ କଣ ହବ ଆମେ କଣ କହିବା ନା କହିପାରିବା ଯେ ଯୋଉ ଏନୋଡ ରେଜ୍ ଗୁଡାକ ଆସୁଥିଲା ସେଗୁଡାକ କଣ ଗୁଡା ପ୍ରୋଟନ ବୋଲି। କିନ୍ତୁ ଅଲଗା ଜାଗାରେ କହିପାରିବା କି ଏନୋଡ ରେ ଗୁଡାକ ପ୍ରୋଟନ ବୋଲି ନୁହଁ। ଏନୋଡ ରେ ଗୁଡାକ ଯୋଉଗୁଡା ଆସୁଥିଲା ସେଗୁଡା ପ୍ରୋଟନ ନୁହେଁ। କାହିଁକି ନା ଏଇଠୁ ଆମର ଆୟନୋଡ ଗୁଡା କୋଉଠୁ ଆସୁଥିଲା ନା ଗ୍ୟାସିୟସ ଆୟନ ରୁ ଫର୍ମ ହଉଥିଲା ହେଲା କି ନାଇଁ। ବୁଝେଇଲା କି ସମସ୍ତଙ୍କୁ ଆମର କେମିତି ଆମେ ଯଦି ଆଉ ତାପରେ ଦେଖିବା କଣ କି ସେଇ ଟାଇପ ର ଯଦି ଜାଗା ନାହିଁ କି ଲେଖି ଦଉଛି ଏଠି। Yes, sir. ତେଣୁ ଚାର୍ଜ କେତେ ତାହେଲେ ଆର ଚାର୍ଜ ଟା ଲେଖି ଦଉଛି ଚାର୍ଜ କେତେ ପ୍ରୋଟନ ର ଚାର୍ଜ ହେଇଯିବ କେତେ ସେଇ ସମାନ ପଜିଟିଭ ହେଇଯିବ 1.6 ଇଣ୍ଟୁ 10 ଟୁ ଦି ପାୱାର କେତେ -19 କୁଲମ। ମାସ ଟା ଗୋଟେ ଛୋଟ ମୋଟ ପଚାରି ଦଉଛି ବେଳେ ବେଳେ ଏକ୍ସାମ ରେ 1.625 ଏଠି ସବୁ ମନେ ରଖିଦେବେ କାରଣ ମାସ କେତେ ଚାର୍ଜ କେତେ 27 ଡିସ୍କଭରି ଅଫ ପ୍ରୋଟନ ସରିଗଲା ଇଲେକ୍ଟ୍ରନ ସରିଗଲା କଣ ପ୍ରୋଟନ ସରିଗଲା ନ୍ୟୁଟ୍ରନ ଆସିନି ଏଯାଏ ହେଲା କି ନାଇଁ। ସେଇ ଟାଇମ ରେ କଣ କଣ ହେଲା ନା ଥମସନଙ୍କର ଗୋଟେ ମଡେଲ ଆସିଲା ସେଇ ଟାଇମ ରେ ଲଞ୍ଚ କରିଥିଲେ ସେଟା କଣ ତାଙ୍କ ଫାଷ୍ଟ ଆଟମିକ ମଡେଲ ବୋଲି କୁହାଯାଉଥିଲା। ଥମସନଙ୍କର ମଡେଲ ଟାକୁ ଫାଷ୍ଟ ଆଟମିକ ମଡେଲ ବୋଲି କୁହାଯାଉଥିଲା। ମୋର ତ ଜନ ଡାଲ୍ଟନ ତା ଆଗରୁ ମଡେଲ ଦେଇଥିଲେ କିନ୍ତୁ ଜନ ଡାଲ୍ଟନର ଏତେ ଇମ୍ପୋର୍ଟାଣ୍ଟ ଇଏ ନଥିଲା। ଆଗ ଫାଷ୍ଟ ମଡେଲ ଟାକୁ ଆଗ ଫାଷ୍ଟ ମଡେଲ କୁହାଯାଉଥିଲା କାହିଁକି ନା ଥମସନ ଯେତେବେଳେ ଥମସନ ବାହାର କରିଥିଲେ ଏଇଟା ପାଖାପାଖି ପଡୁନି ତ ଇୟର ଏଇଟି ନା 1880 ନା 90 ଟାଇମ ବେଳକୁ ଏଇ ଟାଇମ ବେଳକୁ ବାହାର କରିଥିଲେ। ଆଉ ସେତେବେଳେ ସେ କଣ କରିଥିଲେ ନା ସେଇ ଟାଇମ ରେ ଏଇଟା ଗୋଟେ ବହୁତ ବଡ ଆଚିଭ ଥିଲା। ତେଣୁ ତାଙ୍କୁ ଏଥିପାଇଁ ଜେ ଥମସନକୁ କଣ ମିଳିଥିଲା ନୋବେଲ ପ୍ରାଇଜ ମିଳିଥିଲା ଏଇ ମଡେଲ ପାଇଁ। ଏଇଟା ଫେଲୁଅର ହେଇଥିଲା ପରେ କିନ୍ତୁ ଏଇ ପାଇଁ ନୋବେଲ ପ୍ରାଇଜ ମିଳିଥିଲା। କାରଣ ସେ କଣ କହିଥିଲେ ଥମସନ ନା ସେ କହିଥିଲେ ଗୋଟେ ଆଟମ ଟା କଣ ଗୋଟେ ପଜିଟିଭଲି ସ୍ପିଅର ଟା ଗୋଟେ ସେ କହିଥିଲେ ଗୋଟେ ଆଟମ ଟା ଗୋଟେ ପଜିଟିଭଲି ସ୍ପିଅର ତ ହେଲାନି ଗୋଟେ ପଜିଟିଭଲି ଚାର୍ଜ ଗୁଡାକ ଅଛି। ଆଉ କଣ କହିଥିଲେ ନା ସବୁଆଡେ କଣ ଅଛି ପଜିଟିଭ ଚାର୍ଜ ଗୁଡାକ ଆଉ ତା ଭିତରେ କଣ ଇଲେକ୍ଟ୍ରୋନ ଗୁଡାକ ଏମ୍ବେଡେଡ ହେଇକି ଅଛି ମାନେ ଗୋଟେ ଗୋଟେ ହେଇକି ଅଛି। ଯେମିତି କି ଆମର ମନେକର ଟୋଟାଲ ଟା କ୍ଷୀରି ଅଛି ତା ଦେହରେ ଯେମିତି ଗୋଟେ ଗୋଟେ କଣ କାଜୁ କିସମିସ ପଡିଛି ସେଇ ଟାଇପ ର ଇଲେକ୍ଟ୍ରୋନ ଗୁଡାକ କଣ ଅଛି ଏମ୍ବେଡେଡ ହେଇକି ଅଛି। ଆଉ ସେଇଟାକୁ କଣ କହିଥିଲେ ଇଲେକ୍ଟ୍ରିକାଲି ଏଇଟା କଣ
ହେଲା ନ୍ୟୁଟ୍ରାଲ ଥିଲା ଲେଖିଦେବି କି ଗୋଟେ ପଏଣ୍ଟ ଗୁଡାକ। ଆଉ ଏଇ ମଡେଲ ଟାକୁ କଣ କହୁଥିଲେ ସେ ତାଙ୍କର ଫେମସ ମଡେଲ ଥିଲା ପ୍ଲମ ଫ୍ଲୋଟିଂ ମଡେଲ ବା ୱାଟରମେଲନ ମଡେଲ ଯୋଉଟା କି ଆମର ତରଭୁଜ ସହିତ ଯୋଉ କଣ ସମାନ ତାଙ୍କ ମଡେଲ ଟା ତ ମୁଁ ଲେଖିଦଉଛି ନହେଲେ ପଏଣ୍ଟ ଗୁଡା ଆଟମ ଟା କଣ atom is a sphere of positive charge इलेक्ट्रॉन आड कौन थिला एम्बेडेड थिला एम्बेडेड केमती स्पेलिंग हबो एम्बेडेड आ कौन थिला ना एटम कौन थिला ना एटम टा को न्यूट्रिन कौन थिला ना इलेक्ट्रिकली न्यूट्रल बोली कहथला एटम इज इलेक्ट्रिकली न्यूट्रल ए मॉडल ला कौन थिला ना कंक्लूडिंग मॉडल में एतिके तार इंपोर्टेंट हो कंक्लूडिंग मॉडल मैं कौन कहला वाटरमेलन मॉडल बोली कहथला ଏଗୁଡାକ ଏତେ କନସେପ୍ଟ ଗୁଡାକ ଏତେ ଏକ୍ସାମ ରେ ଆସେନି କିନ୍ତୁ କେତେବେଳେ କେତେବେଳେ ଆଜିକାଲି ଯାହା ଏକ୍ସାମ ହଉଛି କେତେବେଳେ କେତେବେଳେ ପଚାରି ଦଉଛି କଣ ଠିକଣା ନାହିଁ କିନ୍ତୁ ଆମେ ସବୁ ପଢିବା ସବୁଠୁ ବେଷ୍ଟ ଆର ମାସ ଟା କାହାର କହିଲେ ଯୋଉ ପ୍ରୋଟନ ର ମାସ ଟା ୟାର ମାସ ଟା ଆମେ ଏଇ ଯୋଉ ୟା ପ୍ରୋଟନ ର ମାସ ଟା କେତେ ହେବ ଏଇଟାକୁ କହିପାରିବା 1837 ଟାଇମ୍ସ ଅଫ କଣ ଟାଇମ୍ସ ଅଫ ଇଲେକ୍ଟ୍ରନ ମାସ ଅଫ ଇଲେକ୍ଟ୍ରନ କାର ପ୍ରୋଟନ ର ମାସ ଟା ବୁଝିହେଲା କି ସମସ୍ତଙ୍କୁ Yes, sir. ଆଜି ଏତିକି ପଢିବା ନେକ୍ସଟ କ୍ଲାସ ରେ ପଢିବା ପାଇଁ